ନାଁ ହେଲା ବା ଗପଟିର ନାଁ ହେଲା ରଘୁନାଥପୁର ଡାକ ବଙ୍ଗଳା। ରଘୁନାଥପୁରରେ ଗୋଟେ ଡାକ ବଙ୍ଗଳା ଥାଏ। ଗାଁ ମୁଣ୍ଡରେ ଗୋଟେ ବଡ଼ ବଙ୍ଗଳା ଆଗରୁ ଯେଉଁଠି ଲୋକମାନେ ରହୁଥିଲେ। ଏବେ ସେଠି କେହି ନାହାନ୍ତି। ହଁ, ସବୁବେଳେ ରାତିରେ କିଏ ଗୋଟେ ଚାଲିବାର ଦେଖାଯାଏ ବା ଦୂରରୁ ଧଳା ଧଳା ଶାଢ଼ୀ ପିନ୍ଧି କିଏ ଚାଲିବାର ଦେଖାଯାଉଥାଏ। ହଁ, ଆଉ ବିକଟାଳ ଶବ୍ଦ ହଉ, ହସିବାର ଶବ୍ଦ ହଉ, କାନ୍ଦିବାର ଶବ୍ଦ ହଉ, ରାତି ଅଧରେ ହଠାତ୍ କିନା ବିଲେଇ ବୋବେଇବାର ଶବ୍ଦ ହଉ, ହଁ, କିମ୍ବା କିଏ ଗୋଟେ କାନ୍ଦିବାର ଏମିତି ଶବ୍ଦ ହଉ, ହଁ, ଏମିତି ବିଭିନ୍ନ ପ୍ରକାର ଶବ୍ଦ ସବୁ ଥାଏ। ହଁ, ସମସ୍ତେ ଡରିକି କେହି ଯାଆନ୍ତିନି। 4 ଜଣ ସାଙ୍ଗ ରାତିରେ ତାହେଲେ ଏଇଭଳି ଶବ୍ଦ ଆସେ। 4 ଜଣ ସାଙ୍ଗ ସେଇ ଗାଁରୁ କ'ଣ ହେଇଛି ସାହସ କରିକି ଯାଇଛନ୍ତି ପିଲେ। କ'ଣ କେଉଁଠିକି ଯାଇଛନ୍ତି? ସେଇ ଡାକ ବଙ୍ଗଳାକୁ। ହେଲା, ଯାଇଛନ୍ତି। ଆଗରେ ସାଇକିନା କିଏ ଗୋଟେ ପଳେଇଲା। ହଁ, ବୁଝିପାରିଲ କି ନାହିଁ? କିଏ ଗୋଟେ ଆଗରେ ସାଇକିନା ଗଲା ଭଳିଆ ଧୀରେ ଧୀରେ ପବନର ବେଗ ପରିବର୍ତ୍ତନ ହେଲା। ବୁଝିପାରୁଛ ନା ନାହିଁ? ଏଇଭଳି ଭାବରେ ଚାଲିଛି। ହଁ, ତାকে ଭିତରକୁ ପଶୁଛନ୍ତି, ଡରୁଛନ୍ତି। ହଁ, ଡରରେ ପଶୁଛନ୍ତି। ଧୀରେ ଧୀରେ ଅଲଗା ଅଲଗା ଶବ୍ଦ ଶୁଭୁଛି। ହଁ, ଯେତେବେଳେ ଡର ଭିତରୁ ତାଙ୍କ ପଛରୁ କିଏ ଗୋଟେ ବାହାରିଲା। ହେଲା, ଆଖି ଦିଟା ଜଳୁଥାଏ, ଧଳା ଶାଢ଼ୀ, ମୁହଁଟା ପଡ଼ିଥାଏ ପିଲେ ଅଣ୍ଟା ବା ଯେଉଁ ମୁହଁର ଯେଉଁ ଆଗରେ ଯେଉଁ ଧଳା କପଡ଼ାଟି ଛାତି ପର୍ଯ୍ୟନ୍ତ ପଡ଼ିଥାଏ। ଆଖି ଦିଟା ଖୋଲା ହେଇଥାଏ, ନାଲି ଜଳୁଥାଏ। ବୁଝିପାରୁଛ ନା ନାହିଁ ପିଲେ? ଯଦି ଆମେ ଭୂତର ଡେସ୍କ୍ରିପସନ୍ କରିବା, ଭୂତଟି କେବଳ ଏଇଭଳିଆ ହେଇଥାଇପାରେ। ହେଲା, ଏଇଭଳି ହେଇଛି। ସମସ୍ତେ ଯେତେବେଳେ ଦେଖିଛନ୍ତି ଇଲୋ ମାଲୋ ବୋଉଲୋ କହିକି ସବୁ ଚିଲେଇଛନ୍ତି। ବୁଝିଲ କି ନାହିଁ? ଦୌଡ଼ିଛନ୍ତି ସବୁ। ହଁ, ଇଆଡ଼େ ସିଆଡ଼େ ସବୁ ଦୌଡ଼ିଛନ୍ତି। ଦୌଡ଼ିଲା ଭିତରେ ହଁ, ସେଇ 4 ଜଣ ସାଙ୍ଗ ଭିତରୁ ଜଣେ ଯାକ ଟାଣିଲା। କିଏ ଟାଣିଲା? ଭୂତ ଟାଣିଛି। ହେଲା, 3 ଜଣ ସାଙ୍ଗ ଦୌଡ଼ୁଛନ୍ତି। ଗୋଟେ ସାଙ୍ଗ କାନ୍ଦୁଛି, ମୋତେ ବଞ୍ଚାଅ, ମୋତେ ବଞ୍ଚାଅ, ମୋତେ ବଞ୍ଚାଅ। କିନ୍ତୁ ତାକୁ କେହି ବଞ୍ଚେଇ ପାରୁନାହାନ୍ତି। ସେମାନେ ଦେଖୁଛନ୍ତି ତାଙ୍କ ଆଗରେ ତାଙ୍କ ସାଙ୍ଗଟି ଭୂତ ଭଳିଆ ହେଉଛି। ହେଲା, ହଠାତ୍ କିନା ତାଙ୍କ ସାଙ୍ଗ ଭିତରୁ ଜଣେ ସାହସ କରିକି ଗଲାବେଳକୁ ସେପଟରୁ ଭୂତଟି ସାଇଁକିନା ବାହାରିକି ଆସୁଛି। ହେଲା, ଏମାନେ ଡରିକି ଆଉ କେହି ଯାଇପାରୁନାହାନ୍ତି। ସବୁ ବାହାରକୁ ଦୌଡ଼ୁଛନ୍ତି। ହଁ, ସେଇ ସାଙ୍ଗମାନଙ୍କ ଭିତରୁ ଜଣେ ରହିଛି କେଉଁଠି? ଭୂତ। ତା ସାଙ୍ଗମାନେ ସବୁ ଦେଖୁଛନ୍ତି ଏ ଛୁଆଟି ଭୂତରେ ପରିଣତ ହେଉଛି। ତାପରେ ପିଲେ କ'ଣ ହେଲା, ଏଇ ଯେତେବେଳେ ପିଲାଟି ଭୂତ ହେଉଛି, ସାଙ୍ଗମାନେ କିଛି କରିପାରୁନାହାନ୍ତି। ହଁ, ସବୁ ଧାଉଁଛନ୍ତି। ଇଏ ପଛରୁ କାନ୍ଦୁଛି, ମୋତେ ବଞ୍ଚାଅ, ମୋତେ ନିଅରେ, ଏ କାହ୍ନା ମୋତେ ନେ, ଏ ଗଣେଶ ମୋତେ ନେ, ଏ ଅମିତି ମୋତେ ନେ। କିନ୍ତୁ ତାଙ୍କେ କେହି ଯାଇପାରୁନାହାନ୍ତି। କାରଣ ଏବେ ତାଙ୍କ ସାଙ୍ଗ ପାଲଟି ଯାଇଛି ଭୂତ। ଘର ବାହାରକୁ ଡେଉଁଛନ୍ତି। କବାଟ ବଙ୍ଗଳା, ଡାକ ବଙ୍ଗଳାର ଘର କଣରୁ ଡଙ୍ଗୁଛି କିଏ? ସାଙ୍ଗଟିଏ। ନା କାହ୍ନା କିଛି କରିପାରୁଛି, ନା ଅମିତ କିଛି କରିପାରୁଛି, ନା ଗଣେଶ କିଛି କରିପାରୁଛି। ହେଲା, ସମସ୍ତେ ଦେଖୁଛନ୍ତି ସତ, କିନ୍ତୁ ତାର କେହି କିଛି କରିପାରୁନାହାନ୍ତି। ସେଇ ଦିନଠୁ ପ୍ରତିଦିନ ରାତି ସାଙ୍ଗର କାନ୍ଦ ଶୁଭେ। ହେଲା, ବୁଝିପାରିଲ କି ନାହିଁ? କେମିତି? ହଁ, ସେଇ ଦିନଠୁ ରଘୁନାଥପୁରରେ କେହି ବି ରାତି ହେଲେ ଆଉ ବାହାରକୁ ବାହାରନ୍ତିନି। ସାହସ କରି ଡାକ ବଙ୍ଗଳା ଆଡ଼କୁ ଯାଆନ୍ତି ନାହିଁ। ଆଉ ସାଙ୍ଗର ସେଇ କାହ୍ନା, ଗଣେଶ ଆଉ ଅମିତା ସାଙ୍ଗର ସେଇ ଦିନଠୁ ଆଉ କୌଣସି ଖୋଜ ଖବର ନାହିଁ। ଘର ଲୋକ ବହୁତ ଖୋଜିଛନ୍ତି। ଦିନବେଳା ଡାକ ବଙ୍ଗଳାକୁ ଆସିଛନ୍ତି ସତ, ଆଉ ତାକୁ ପାଇ ନାହାନ୍ତି।
କାରଣ ସେଇ ଦିନଠୁ ସେ ହେଇଛି କ'ଣ ଭୂତ।